ଆକ୍ସନ ମୋଡରେ ନୀଳଗିରି ଏନ୍ଏସି ନିର୍ବାହୀ ଅଧିକାରୀ ଅବରୋଧ ହଟାଇବାକୁ 12 ଘଣ୍ଟାର ସମୟସୀମା। ଆଉ 2 ଦିନ ପରେ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିର ରଥଯାତ୍ରା। ପ୍ରବଳ ଲୋକ ସମାଗମ ଓ ରଥଟଣା କାର୍ଯ୍ୟକ୍ରମକୁ ଆଖି ଆଗରେ ରଖି ଯେପରି ରଥଟଣା ସମୟରେ ବଡ଼ଦାଣ୍ଡରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପାଇଁ ବଡ଼ଦାଣ୍ଡକୁ ହଟାଇବା ପାଇଁ ମାଇକ୍ ପ୍ରଚାର କରିଥିଲେ। କେହି ଦୋକାନୀ ଭାଙ୍ଗି ନଥିବାର ଦେଖିବାକୁ ମିଳିଥିଲେ। ଶୁକ୍ରବାର ଦିନ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ, ତହସିଲଦାର ଦୀପ୍ତିମୟୀ ବେହେରା ଓ ନୀଳଗିରି ପୋଲିସ ମିଳିତ ଭାବେ 12 ଘଣ୍ଟା ମଧ୍ୟରେ ସମ୍ପ୍ରସାରଣ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯଦି ନ ଭାଙ୍ଗନ୍ତି ତେବେ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ନିର୍ବାହୀ ଅଧିକାରୀଙ୍କ ଆକ୍ସନ ମୋଡ୍ ଦେଖି ଦୋକାନ ଭାଇମାନେ ଛାନିଆ ହୋଇଥିବା ଦେଖିବାକୁ ମିଳିଛି। ଏପଟେ ବିଭିନ୍ନ ବଜାରର କମିଟିର ସଦସ୍ୟମାନେ ଏହାକୁ ନାପସନ୍ଦ କରୁଥିବା ବେଳେ ଅଯଥାରେ ଦୋକାନୀମାନଙ୍କୁ ପ୍ରଶାସନ ହଇରାଣ କରୁଛି ବୋଲି ଆଲୋଚନା କରୁଥିବା ବେଳେ ସ୍ଥାନୀୟ ବିଧାୟକଙ୍କୁ ଗୁହାରି କରିବେ ବୋଲି କହିଛନ୍ତି। ପ୍ରତିବର୍ଷ ରଥଯାତ୍ରା ସମୟରେ ପ୍ରଶାସନ ପକ୍ଷରୁ କାଁ ଭାଁ କିଛି ଚାଳିଆ ଭାଙ୍ଗି ନିଜର କାର୍ଯ୍ୟ ସାରି ଦେଇଥାଏ। ସୂଚନା ଅନୁସାରେ ପ୍ରଶାସନ ପକ୍ଷରୁ କୌଣସି ନୋଟିସ୍ ଜାରି ହୋଇନଥିବା ବେଳେ ହଠାତ୍ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେବା କେତେଦୂର ଆଇନ ସଙ୍ଗତ ବୋଲି ସାଧାରଣ ବି ଚର୍ଚ୍ଚା ହେଉଛି। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।